ଏ କାହାଣୀ ଏକ ସୁନ୍ଦର ଜଙ୍ଗଲର। ସେ ଜଙ୍ଗଲରେ ଗୋଟିଏ ଶିବ ମନ୍ଦିର ଥିଲା। ପ୍ରତ୍ୟେକ ସୋମବାର ଦିନ ଚଢ଼େଇମାନେ ମିଶି ଶିବ ମନ୍ଦିର ଯାଉଥିଲେ ଆଉ ସେଠାରେ ଶିବଙ୍କୁ ପୂଜା କରି ଆସୁଥିଲେ। ଆଉ ସେଇ ଜଙ୍ଗଲରେ ରାମୁ ଚଢ଼େଇ ଆଉ ତାର ସ୍ତ୍ରୀ ଟିକି ଚଢ଼େଇ ଆଉ ତା ବାପା ଆଉ ତା ମା ଶାନ୍ତି ସହ ରହୁଥିଲା। ରାମୁ ତା ବାପା ସହିତ ମିଶି ତାଙ୍କ ବିଲରେ ବିଭିନ୍ନ ପ୍ରକାର ପରିବା ଚାଷ କରୁଥିଲା। ଆଉ ଗୋଟେ ବେପାରୀ ଆସି ତାଙ୍କ ପାଖରୁ ସବୁ ପରିବା କିଣିକି ନେଇ ଯାଉଥିଲା। ସେ ବେପାରୀଟି ଭାରି ଠକ ଥିଲା। ତାର ନାଁ କାଳୁ କାଉ। କାଳୁ କାଉ ସେମାନଙ୍କୁ ବହୁତ କମ ମୂଲ୍ୟ ଦେଇ ଠକିକି ତାଙ୍କ ପାଖରୁ ଶସ୍ତାରେ ଜିନିଷ ସବୁ ନେଇ ଯାଉଥିଲା। ବାପା, ତମେ ସବୁ କିଛି ଜାଣିବା ପରେ ତାକୁ କେମିତି କମ ମୂଲ୍ୟରେ ପରିବା ଦେଉଛ? ତମେ ତ ଭଲ ଭାବରେ ଜାଣିଛ ସେ ଆମକୁ ଠକିବାରେ ଲାଗିଛି। ଆମ ପାଖରୁ କମ ମୂଲ୍ୟରେ ପରିବା କିଣି ନେଉଛି ଆଉ ତାକୁ ବହୁତ ଦରରେ ବିକି ଅଧିକ ଟଙ୍କା କମାଉଛି। ମୁଁ କ'ଣ କହୁଥିଲି କି ବାପା, ଆମେ ଆଉ ତାକୁ ପରିବା ନ ବିକ୍ରି କରି ନିଜେ ଯାଇ ହାଟରେ ପରିବା ବିକିକି ଆସନ୍ତେ। ନାଇଁ ରେ ପୁଅ, ସବୁ କଥା ରାଗିକି ନିଷ୍ପତ୍ତି ନେଲେ ଠିକ ନୁହଁ। ସବୁ କଥା ଟିକେ ଭାବିବାକୁ ପଡ଼େ। ତୁ ନିଜେ ଭାବିକି ଦେଖେ, ଇଏ ଯଦି ଆମକୁ ଏତେ ଠକୁଛି, ତୁ କ'ଣ ଭାବୁଛୁ ସିଧା ହାଟକୁ ନେଇ ପରିବା ବିକ୍ରି କଲେ ସେଠା ବେପାରୀ ମାନେ ଆମକୁ ଅଧିକ ପଇସା ଦେବେ? ସେମାନେ ମଧ୍ୟ ୟାଠାରୁ ବଡ଼ ବଡ଼ ଠକ ହୋଇଥିବେ। ବାପାଙ୍କ କଥା ମାନି ରାମୁ ଚଢ଼େଇ କିଛି ବି କରୁନଥିଲା। ରାମୁ ଚଢ଼େଇର ସ୍ତ୍ରୀ ରବିବାର ଦିନ ଘରେ ଚିକେନ ବିରିୟାନୀ କରିଥିଲା। ଆଉ ସମସ୍ତେ ଆନନ୍ଦରେ ବସି ଚିକେନ ବିରିୟାନୀ ଖାଇଲେ। ବୁଝିଲ ଟିକି ଚଢ଼େଇ, ଯେତେ ପରିଶ୍ରମ କରି ଆସିଲେ ମଧ୍ୟ ତମ ବିରିୟାନୀ କଥା ମନେ ପଡ଼ିଲେ ମୋର ସବୁ କଷ୍ଟ କୁଆଡ଼େ ଦୂରେଇ ଯାଏ। ମୁଁ କିଛି ଜାଣିପାରେ ନାହିଁ। ତମ ହାତର ବିରିୟାନୀ ଭାରି ସ୍ୱାଦିଷ୍ଟ ଲାଗୁଛି। ଏମିତି ଭାବରେ ରାମୁର ପରିବାର ଚଳୁଥିଲା। ଦିନେ ରାମୁ ଆଉ ତା ବାପା କାମ କରି ଘରକୁ ଖାଇବାକୁ ଆସିଲେ। ଟିକି ଚଢ଼େଇ ଆଳୁଦମ ବିରିୟାନୀ ତିଆରି କରିଥିଲା। ସେ ଦିନର ସାଧା ବିରିୟାନୀ ଦେଖି ରାମୁର ବାପା କହିଲା, ଆରେ ଟିକି ଚଢ଼େଇ, ତମେ କାହିଁ ସାଧା ବିରିୟାନୀ ତିଆରି କରିଛ? ଆଜି ତ ରବିବାର, ଚିକେନ ବିରିୟାନୀ କରିବା କଥା, ହେଲେ ତମେ ସାଧା ବିରିୟାନୀ କରିଛ। ତମେ ଜାଣିନ କି ଆମ ଜଙ୍ଗଲରେ ବା ଶିବଙ୍କର ପୂଜା ଚାଲିଛି? ସେଥିପାଇଁ ଆମ ଘରେ ସପ୍ତାହେ ଆଇଁଷ ପଶିବନି। ଆରେ ପୁଅ, ବହୁତ ବର୍ଷର ତଳର କଥା। ଆମ ଜଙ୍ଗଲକୁ ବହୁତ ବଡ଼ ଭାଇରସ ପଶି ଆସିଥିଲା। ଆଉ ସେ ଭାଇରସ ବହୁତ ଚଢ଼େଇମାନଙ୍କୁ ମାରି ଦେଇଥିଲା। ଚଢ଼େଇମାନେ ମିଶି ଶିବଙ୍କୁ ଡାକିଲେ ଆଉ ଶିବ ପ୍ରସନ୍ନ ହୋଇ ଚଢ଼େଇମାନଙ୍କୁ ଆଶୀର୍ବାଦ କଲେ। ଏହା ଯୋଗୁଁ ସେ ଭାଇରସ ଚାଲିଗଲା। ଆଉ ଚଢ଼େଇମାନେ ସେଇ ଦିନଠାରୁ ଏହି ଦିନରେ ଶିବଙ୍କର ପୂଜା କରନ୍ତି। ସମସ୍ତ ଚଢ଼େଇ ଏହି ପବିତ୍ର ଦିନରେ ଯୋଗଦାନ କରନ୍ତି। ମା, ମୋତେ କ୍ଷମା କରିଦିଅ। ମୁଁ ଏ ବିଷୟରେ କିଛି ବି ଜାଣିନଥିଲି। ମୁଁ ଟିକେ ରାଗିକି କହିଦେଇଥିଲି। ଏମିତିରେ ବି ଏ ବିରିୟାନୀ ବହୁତ ସ୍ୱାଦିଷ୍ଟ ଲାଗୁଛି। ବୁଝିଲ ଟିକି ଚଢ଼େଇ, ତମେ ପ୍ରତ୍ୟେକ ଦିନ ଆଳୁଦମ ବିରିୟାନୀ କର।